ସିନାପାଲି ପଞ୍ଚାୟତରେ ବିନା ସୂଚନା ଫଳକରେ ଚାଲିଛି ଲକ୍ଷ ଲକ୍ଷ ଟଙ୍କାର ଉନ୍ନୟନମୂଳକ କାର୍ଯ୍ୟ। ନୂଆପଡ଼ା ଜିଲ୍ଲା ସଦର ସିନାପାଲିରେ ଚାଲିଛି ଲକ୍ଷାଧିକ ଟଙ୍କାର ଉନ୍ନୟନମୂଳକ କାର୍ଯ୍ୟ ଚାଲୁ ରହିଥିଲେ ବି ନିର୍ମାଣ ସ୍ଥଳରେ କାମ ନେଇ ସୂଚନା ଫଳକଟେ ନଥିବା ଦେଖିବାକୁ ମିଳିଛି। ସରକାରଙ୍କ ନିୟମ ଅନୁସାରେ ଯେଉଁଠାରେ ମଧ୍ୟ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି ସେଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଫଳକ ଲଗାଇବା ବାଧ୍ୟତାମୂଳକ ରହିଛି, କିନ୍ତୁ ସିନାପାଲିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ପ୍ରାପ୍ତ ଖବର ଅନୁଯାୟୀ ସଦର ପଞ୍ଚାୟତର ବ୍ଲକ କଲୋନୀରୁ ହାଇସ୍କୁଲ ପର୍ଯ୍ୟନ୍ତ ପେପର ବ୍ଲକ କାର୍ଯ୍ୟାଳୟ, ଅଟକଳ ପରିମାଣ 10 ଲକ୍ଷ, ଗୁଡ଼ିଆ ଛକରୁ ସାପଡ଼ା ପର୍ଯ୍ୟନ୍ତ ସିସି ରୋଡ଼, ଡେଲି ମାର୍କେଟ ପାଖରେ ଶୌଚାଳୟ ନିର୍ମାଣ, ବ୍ଲକ କଲୋନୀ ପଛପଟେ 5 ଲକ୍ଷ ଟଙ୍କାର ବସ୍ ଷ୍ଟପ୍, ସେଣ୍ଟର ୟୁପି ସ୍କୁଲଠାରେ କ୍ଲାସ୍ ରୁମ୍ ତିଆରି, ଟିଚର କମ୍ୟୁନିଟି ହଲ୍ ଅଧାପନ୍ତରିଆ କରି ବିନା ସୂଚନା ଫଳକରେ 10 ଲକ୍ଷ ଟଙ୍କା ଖାଇଯାଇଥିବା ମଧ୍ୟ ସାମ୍ନାକୁ ଆସିଛି। ଏଭଳି ଅନେକ ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ସେଠାରେ କୌଣସି ସୂଚନା ଫଳକ ଲଗାଯାଏ ନାହିଁ। ଫଳରେ ଜନସାଧାରଣ ଏହି କାର୍ଯ୍ୟ କେଉଁ ବିଭାଗୀୟ ଅଟକଳ ପାଣ୍ଠି, କେତେ କାର୍ଯ୍ୟ କେବେ ଆରମ୍ଭ ହୋଇଛି, କେଉଁ ଠିକାଦାର କରାଯାଉଛି ତାହା ଜାଣିପାରୁନାହାନ୍ତି, ଯାହାକି ପ୍ରଶାସନ ପକ୍ଷରୁ ଏସବୁ ତଥ୍ୟ କାର୍ଯ୍ୟସ୍ଥଳରେ ସୂଚନା ଫଳକ ମାଧ୍ୟମରେ ସାର୍ବଜନୀନ କରିବା କଥା। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଏଭଳି ମନୋମୁଖୀକୁ ନେଇ ସରକାରୀ ନିୟମକୁ ଖାତିର କରୁନଥିବା ସହଜେ ଜଣାପଡ଼ୁଛି। ପ୍ରାପ୍ତ ସୂଚନା ମୁତାବକ ଏହି କାର୍ଯ୍ୟକୁ ସିନାପାଲି ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ମୀନାକ୍ଷୀ ମିଶ୍ର ତଦାରଖ କରୁଛନ୍ତି। ହେଲେ ଏଭଳି ସରକାରୀ ନିୟମକୁ ଫୁ କରି କିଭଳି ତଦାରଖ କରୁଛନ୍ତି ତାହା ସ୍ପଷ୍ଟ ପ୍ରମାଣିତ କରୁଛି। କୌଣସି କାର୍ଯ୍ୟସ୍ଥଳରେ ସୂଚନା ଫଳକ ନଥିବାରୁ ଯନ୍ତ୍ରୀ ଶ୍ରୀମତୀ ମିଶ୍ରଙ୍କ କାର୍ଯ୍ୟକଳାପ ପ୍ରତି ସନ୍ଦେହ ଉପୁଜୁଛି। କାର୍ଯ୍ୟସ୍ଥଳରେ ଯନ୍ତ୍ରୀ ଉପସ୍ଥିତ ରହୁଛନ୍ତି ନା ନାହିଁ ତାହା ମଧ୍ୟ ସନ୍ଦେହଜନକ। ଏ ନେଇ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇବା ସହ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହେଉଛି। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।